ସାର୍ କଣ କହିଲେ? ମୁଁ କହିଲି ସେଇଠି ଯେତେବେଳେ ତୋ ଛାତିଟାକୁ ବି ଦେଖୁଥିଲି। କଣ ହଉଛି କହିଲ? କି ମୋ ଦେହ ପୁରା ଗରମ ହେଇଯାଉଛି। କାହିଁକି? ସେମିତି କହୁନ କଣ ପାଇଁ? କଣ ପାଇଁ କହୁନ? ସେମିତି ସେମିତି ଏଇ ମାନେ ସବୁ ମାନେ ଦେଖିଲେ ଟିଭିରେ। ଇଚ୍ଛା ହଉଛି ବହୁତ ନାଇଁ କି? ହୁଁ। ମାନେ କରିଲେ ଭଲ ଲାଗିବ ବୋଧେ ତମକୁ? ହଁ। ହୁଁ। ହୁଁ। ସତରେ? ହଁ। କେବେ ଆସିବ କହୁନ? ଖୁବ ଜଲ୍ଦି ମୋ ଏକ୍ଜାମ ଟା ଖାଲି ସରିଯାଉ। ଆସିବ? ହୁଁ। ସତରେ? ହଁ। ଛାଡ଼ିବିନି ଆସିଲେ ଏବେ। ବହୁତ କରିବି। ହୁଁ। ହୁଁ। ହଁ। ସତରେ ନା? ହଁ। ହ୍ୟାଲୋ। ହଁ। ଆଉ କଣ କଣ ହଉଛି କହିଲ? କଣ ଆଉ କିଛି ହଉନି। ଆରେ କହିଲେ ସିନା ଜାଣିବି। ସାରଙ୍କ କଥା ଶୁଣିକି ମୋ ମୁଣ୍ଡରେ ପୁରା ମାନେ ଘୁରିଲାଣି। କଣ ଶୁଣିବି କହୁନ? ସେ ଯୋଉ ସନମନ୍ତ ନା ଯୋଉ ମଜା କରିଥିଲା ବୋଲିକି ହୁଁ। ଯେ ସାର୍ କହୁଥିଲେ ତାଙ୍କର ଗର୍ଲଫ୍ରେଣ୍ଡଙ୍କ କଥା। କଣ କହୁଥିଲେ? ଏଇ ଆମ ସେ ମାନେ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଖେଳୁଥିଲେ ଛୋଟ ବେଳେ, ତାର ମାନେ ତାଙ୍କ ଛାତି କଣ କଲେ ସେ ଚିପି ହେଉଥିଲେ, ସେଇ କଥା ମାନେ କହୁଥିଲେ। ହୁଁ, ଖେଳୁଥିଲେ ଚିପି ଦଉଥିଲେ, ତାପରେ ମାନେ ଖୋଲିକି? ହଁ, ବୋଲେ ସେ ଝିଅ ଟା ପୁରା ରାଗିଯାଏ। ହୁଁ, ତାପରେ? ଆଉ ପଳେଇଛି, ସେଇଥିପାଇଁ ସେଇ କଥା କହୁଥିଲେ। ମୁଁ ହସି ହସି ପାଗଳ ତାଙ୍କ କଥା ଶୁଣିକି। ହୁଁ, ହୁଁ। ତମକୁ ଏଇ କଥା ଗୁଡା କୁହନ୍ତି, ଭଲ ଲାଗେ ତମକୁ ଶୁଣିବାକୁ? ଏମିତିରେ ବି ତ ମୋର ମାଷ୍ଟର ନୁହନ୍ତି ନା। ହୁଁ। ଆଉ ମତେ କହୁଥିଲେ ବି ଏସବୁ ଲାଇନରେ ଆସିବାକୁ ପଡିଲେ କମ୍ପ୍ରୋମାଇଜ କରିବା ପାଇଁ ପଡେ ଏସବୁ। ମୁଁ କହିଲି ମୁଁ ଟ୍ରାଏ କରିବି ସାର୍, ମୁଁ କହିଲି ଆପଣଙ୍କ ମୁଁ ତ ଆପଣଙ୍କ ଲାଇନ ରେ ଯିବାକୁ ଚାହୁଁଛି, ମୋ ଲାଇନ ରେ ସିନା ମୁଁ ତତେ କେତେଟା ଭିଡିଓ ଦେଇପାରିବି ଦିନକୁ? ତ ମୁଁ ଏମିତି ଦେଇପାରିବିନି ନା ଫିଲ୍ମ ମୁଁ କେତେବେଳେ କେମିତି କରିପାରିବୁ? ଆଉ ତୁ ଅଲଗା ଲାଇନରେ ନ ମିଶିଲେ ତୁ କେମିତି ଯାଇ ଆଗକୁ ବଢିବୁ? ମତେ କହୁଥିଲେ। ହୁଁ। ହୁଁ। ତମେ କଣ କହିଲ? ମୁଁ କହିଲି ହଉ ଠିକ ଅଛି। ଟ୍ରାଏ କରିବି ନାଇଁ? ହୁଁ। କମ୍ପ୍ରୋମାଇଜ କରିବ? ବଟ୍ ମୁଁ କମ୍ପ୍ରୋମାଇଜ କରିବିନି। ହୁଁ। ମୋର ଫ୍ୟୁଚର ଅଛି, ମୁଁ କାହିଁକି କାହା ସହିତ କମ୍ପ୍ରୋମାଇଜ କରିବି? ହୁଁ। ତମେ ଅଛ ବା? ହୁଁ। ମୋର କଣ ଦରକାର କାହା ସହିତ କମ୍ପ୍ରୋମାଇଜ କରିବାର ଅଛି? ମତେ କରିବାର ହିଁ ନାହିଁ। ମୋ ସହିତ କରିବାର ଅଛି? ହୁଁ। ଆଜ୍ଞା ସାର୍। ଭଲ ଲାଗିଲା। ଆଜ୍ଞା। ତୁ ଦେଖଉନି ଭଲ କି ଆଉ କୁନ୍ଥଉଛୁ ଆଉ। ସାର୍ ଖରାପ ଲାଗୁଛି। ହୁଁ। ସାର୍ ଖରାପ ଲାଗୁଛି। ଓହୋ ହୋ। ଆଉ ଆଜି ପରୀକ୍ଷା କେମିତି କଲୁ? ମୁଁ କହିଲି କଣ କହୁଛୁ? ସାର୍ କଣ କହିବି? ସାର୍ କାଲି କେମିତି ଆମର ହେଲା କୋରସ ମାନଙ୍କର? ବଢିଆ ହେଲା। ବାବା କଣ କହିଲେ, ବାବା ମା? ହଁ, କହିଲେ ଭଲ ହେଇଛି ବୋଲି। ହୁଁ। ନାଇଁ ସେ ଖୁସି ତ ତୋ ନାଚ ଫାଚ ଦେଖିକି? ଆଜ୍ଞା। ହୁଁ। ଆଉ କିଛି କହିନାହାନ୍ତି, ଖାଲି କୋରସରେ ରହିଲୁ, ଆକ୍ଟିଂ କଲୁନୁ, କରିଲୁନୁ? ନା ସାର୍। ତାକୁ ପଚାରିବି ଯେ କଣ କେମିତି ତାକୁ ଲାଗିଥିଲା। ଆଜ୍ଞା। ଅଛନ୍ତି କି ମା? ନା, କେହି ନାହାନ୍ତି। ଏକା? ହଁ। ହୁଁ। ଆଉ କଣ କହୁଛୁ କହୁନୁ? କଣ କହିବି ସାର୍? ଆରେ କଣ କହିବୁ ତୁ? ଆଉ କଣ ଆମେ କିଛି କଥା ହୁଅନ୍ତିନି? କଣ କହିଲି ସାର୍? ମୁଁ କହିଲି କଣ କଥା କିଛି ନାହିଁ, ହୁଅନ୍ତିନି ଆମେ? କହୁନୁ? କହୁନାହାନ୍ତି? ତୁ କହ, କଣ କହିବୁ? ତୋ ଆଡୁ ଆଗେ କହ। କଣ କହିବି ସାର୍? ଖାଲି କଣ କହିବି କଣ କହୁଛୁ? ତୁ କହୁନୁ କଣ କହିବୁ? ତୁ ଭାବୁନୁ କଣ କହିବୁ? ଲାଜ କଣ କରୁଛୁ? ନା ସାର୍, ଲାଜ କଣ ପାଇଁ କରିବି? ଆଉ କଣ କରିବି?
ତୁ ତ ମତେ ପଚାରୁନୁ। ସାର୍ ପଚାରେ କାଇଁ ସାର୍, ସମସ୍ତେ କାହିଁକି ମିଶିଛନ୍ତି ତ ସେଇଥିପାଇଁ ମୋ କଥା ଠାରୁ ତ ଦୂରେ ଦୂରେ ରହୁଛୁ। ନା ସାର୍ ଦୂରେ କଣ ପାଇଁ? ଆଉ ତତେ କହିଲା ବେଳକୁ ଭେଟ ହବା ମନା କରୁଛୁ। ସାର୍ ଭେଟ କଣ ସାର୍, ମୁଁ ଗାଁକୁ ପଳେଇବି ତ ଏବେ ପରୀକ୍ଷା ସଇଲେ। ତାହେଲେ କେମିତି କଣ କଥା ହବା? ସାର୍ କଲରେ କଥା ହେଇଯିବ, କହିବେ କଣ କଲ୍ କରିବେ ଆଉ। ଆରେ ମୁଁ ତତେ କହିଲି ଆଜି, ମୁଁ କହିଲି ମୁଁ ଆଜି ଭେଟ ହବା, ତୁ କଣ କହିଲୁ? କହିଲୁ କଣ ପାଇଁ? ସାର୍ ଆପଣଙ୍କୁ କହିଲିନି। ଆଁ ଆପଣଙ୍କୁ ନୁହଁ, ମୁଁ ଆପଣଙ୍କୁ କହିଲି କି ନାଇଁ ସାର୍ ଆଜି ନୁହଁ, ମୁଁ ଯୋଉ ୟାକୁ ମୋ ଭଉଣୀ ଥିଲା ତ ତାକୁ ପଛେ ପଛେ କଣ ଗୋଟେ ପଚାରିଲା, ମୁଁ କହିଲି କଣ ପାଇଁ। ଓହୋ, ମୁଁ କଣ ଯାଇଥାନ୍ତି? ତୋ ମା ନ ଡାକିଲେ ମୁଁ ଯିବିନି ଆପେ। ପ୍ରେଷ୍ଟିଜ୍ କନସିୟସ୍ ଏମିତି କହିଦେଲି ନା କଥାରେ। ଆଜ୍ଞା ଦେଖିଲି ତୋ ମନ ବୁଝିବା ପାଇଁ ଦେଖିଲି, ତୋର ସେଇ ମନୋଭାବ ଅଛି ନା ନାଇଁ। କେଜାଣି ତୁ ଆଉ କାହାକୁ ଧରିଥିବୁ ବୋଧେ, ମତେ ଆଉ କାହିଁକି ପଚାରିବୁ? ସାର୍ ଏମିତି ସାର୍, ଆଉ କାହାକୁ କଣ ଧରିବି? ଆଁ ଆଉ କାହାକୁ କଣ ଧରିବି? ଆଉ କେଜାଣି? ନା ସାର୍। ଭଲ ପାଉଛୁ ତ? ସାର୍ ମାନେ ଭଲ ଲାଗୁନି ସେମିତି ଯୋଉ କଥା ଗୁରା ତ, ସେଇଥିପାଇଁ। ହଉ ଠିକ୍ ଅଛି, କଥାବାର୍ତ୍ତା ହବାନି ଆଉ। ଆଜ୍ଞା ସାର୍। ହଉ ଆଉ କଣ କହ? ସାର୍ ଆଉ କଣ କହିବି ସାର୍, ରଖୁଛି। ଆଉ କଣ ପଢାପଢି କାଲି କରୁଛୁ ନା? ଆଜ୍ଞା ସାର୍, ସେମିତି ଆଁ ସେମିତି ସାର୍। କାଲି ଭଲ ପରୀକ୍ଷା ଦବୁ ଟି? ଆଜ୍ଞା ହୁଁ ଆଜ୍ଞା। ଆଉ ବାବା ମା କାଲି କିଛି କହିନାହାନ୍ତି ତୋ ପ୍ଲେ ଦେଖିକି? ସାର୍ କହିଛନ୍ତି ଭଲ ହେଲା ବୋଲି ତ। ହଁ। ଆଉ କଣ କହ? କେତେ କଥା କହୁ, କାହିଁ ଆଜି ହଠାତ୍ କାହିଁକି ଆଜି ବନ୍ଦ କରିବାକୁ କହୁଛୁ? ନାଇଁ ସାର୍, ସାର୍ ଯେତେବେଳେ ମାନେ ଡରି ଯାଉଥିଲା ସେଇଥିପାଇଁ କିଛି କହୁନଥିଲି। ସାର୍ କିନ୍ତୁ ଡରି ଭଲ ଲାଗୁନି ସାର୍ ଏମିତି କଥା ହବାକୁ। ହଁ ମୁଁ କିଛି କହୁନି, ମୋର କଣ ଦରକାର। ଆଉ ହଉ ତୁ ପଢାପଢି କର, ଭଲ ଇଏ କର ହେଲା। ଆଜ୍ଞା ହଉ ରହିବା। ଆଜ୍ଞା ସାର୍, ରଖୁଛି। ହଁ।